ଆଜି ପାକିସ୍ତାନରେ BLA ବେଲୁଚିସ୍ତାନ ଲିବରେସନ୍ ଆର୍ମି ତରଫରୁ ଭୟଙ୍କର ଆକ୍ରମଣ କରାଯାଇଛି, ଯେଉଁଥିରେ ଆପଣଙ୍କର 12 ଘଣ୍ଟାରେ 24ଟି ସ୍ଥାନରେ ଭୟଙ୍କର ବିସ୍ଫୋରଣ କରାଯାଇଛି, ଯେଉଁଥିରେ 130 ଜଣ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଛନ୍ତି ବୋଲି ଖବର ମିଳୁଛି। ତ ଏଇ ଯେଉଁ ଘଟଣା ପାକିସ୍ତାନରେ ଆଜି ଘଟୁଛି ନିଶ୍ଚିତ ରୂପେ ଦୁଃଖଦ ବିଷୟ। ପାକିସ୍ତାନ କେତେ ଆଶା କେତେ ଆକାଂକ୍ଷା ନେଇକିରି ସେତେବେଳେ ଭାଇ ଟୁ ଭାଇ ସମ୍ପର୍କ ଛିଡ଼େଇ ଦେଲେ, ହିନ୍ଦୁ ମୁସଲିମ ଭାଇ ଭାଇ ନାଇଁ ଆମେ ତୁମ ସହିତ ମିଶି ଧର୍ମ ଆଚରଣ କରିପାରିବୁ ନାହିଁ, ଆମକୁ ଅଲଗା ଦେଶ ଦରକାର। ତା ପୂର୍ବରୁ ତ ଆଫଗାନିସ୍ତାନ ପଳାଇ ଯାଇଥିଲେ, ପାକିସ୍ତାନ ବାଂଲାଦେଶ ଦୁଇଟା ନୂଆ ଦେଶ ହେଇଗଲେ। ଆପଣମାନେ ଦେଖନ୍ତୁ, ଭାରତର ଯେଉଁମାନେ ହିନ୍ଦୁ ଅଛନ୍ତି, ଭାରତର ଯେଉଁମାନେ ମୁସଲମାନ ଅଛନ୍ତି, ଆଜି ପାକିସ୍ତାନରେ ଖାଇବାକୁ ପାଉନାହାନ୍ତି, କିନ୍ତୁ ସେଠି କୋଟିଏ ଟଙ୍କା ଦିଆଯାଉଛି। କାହାକୁ? ନା ଆପଣଙ୍କର ପ୍ରଧାନ ବିଚାରପତିର ମୁଣ୍ଡ କାଟିଦେବା ପାଇଁ। କାହିଁ ତାଙ୍କ ମୁଣ୍ଡ କଟା ହେବ? ଅହମ୍ମଦିଆ ସମ୍ପ୍ରଦାୟର ଜଣେ ଧର୍ମ ପ୍ରଚାରକକୁ ସୁରକ୍ଷା ଦେଇଥିଲେ, ସେ ତାଙ୍କର ଧର୍ମ ପ୍ରଚାର କରୁଥିଲେ, କିନ୍ତୁ ସେ ଧର୍ମ ପ୍ରଚାର କରିବା ଅଧିକାର ତାଙ୍କର ନାହିଁ କହିକିରି ତାଙ୍କ ନାଁରେ କେସ୍ ହେଇଥିଲା ଏବଂ ସେ ସୁପ୍ରିମକୋର୍ଟର ବିଚାରପତି କହିଲେ ଯେ ଏମିତି କିଛି ତ ନିୟମ ନାହିଁ, ତାକୁ ସେ ଧର୍ମ ପ୍ରଚାରରେ ବାଧା ସୃଷ୍ଟି କରିଲେ ଜେଲ୍ ଦିଆଯିବ, ଦଣ୍ଡ ଦିଆଯିବ, ତେଣୁ ତାକୁ ସେ ଖଲାସ କରିଦେଇଥିଲେ। ସେଇଟା ଥିଲା ସେ ବିଚାରପତିଙ୍କର ଭୁଲ। ଆମର ବିଚାରପତି ଆମ ଦେଶରେ ଆମକୁ ଆପଣଙ୍କୁ ନ୍ୟାୟ ଦେଉଛନ୍ତି, କିନ୍ତୁ ଯଦି ଆମ ଦେଶର ଅବସ୍ଥା ପାକିସ୍ତାନ ଭଳିଆ ହୋଇଯାଏ, ଆଉ ପାକିସ୍ତାନର ସେ ବିଚାରପତି ମଧ୍ୟ କ୍ଷମା ମାଗିଲେ, କହିଲେ ମୁଁ ବିଚାରପତି ହେଲେ ବୋଲି କ'ଣ ମୋର ଭୁଲ ହେବନି, କିଛି ମାନେ ଅଛି? ମୋର ଭୁଲ ହେଇଛି, ମୋତେ କ୍ଷମା ଦିଅନ୍ତୁ। ଇଏ ହେଉଛି ପାକିସ୍ତାନ, ଯେଉଁଠି ପିଲା ମା ଟିକେ ଛୁଆକୁ କ୍ଷୀର ଦେବାକୁ ପାଉନି, ପଇସା ପାଉନି, କିନ୍ତୁ ଏକେ ପଟି ସେମାନେ କିଣିବାକୁ ତାଙ୍କ ପାଖରେ ପଇସା ଅଛି। ବାଂଲାଦେଶ ଅବସ୍ଥା ତ ନିଜେ ଆଖିରେ ଦେଖୁଛନ୍ତି। ଭାରତକୁ ସେଇଭଳିଆ ବନେଇବାର ଅଛି ତ ଖୁସିରେ ବନାନ୍ତୁ, ମନ ଖୁସିରେ ବନାନ୍ତୁ ଭାରତକୁ ସେଇଭଳିଆ ଭାବରେ। ପାକିସ୍ତାନ ତ ନେଲ ପୁରା ମୁସଲମାନ ରାଷ୍ଟ୍ର ନେଲ, ବାଂଲାଦେଶ ତ ପୁରା ମୁସଲମାନ ରାଷ୍ଟ୍ର ନେଲ, ସେଠି ତ ମୋଦି ନାହିଁ, ସେଠି RSS ନାହିଁ, ସେଠି ବିଶ୍ୱ ହିନ୍ଦୁ ପରିଷଦ ନାହିଁ, ସେଠି ସମସ୍ତେ ଆପଣଙ୍କର ରାହୁଲ ଭଳିଆ, ଅଖିଳେଶ ଭଳିଆ, କେଜରିୱାଲ ଭଳିଆ, ମମତା ଭଳିଆ, ଷ୍ଟାଲିନ ଭଳିଆ, ଆପଣଙ୍କର AIMIM ଭଳିଆ ସବୁଯାକ ବଡ଼ ବଡ଼ ନେତା ଅଛନ୍ତି, ସବୁଯାକ ଆପଣଙ୍କୁ ପ୍ରେମ କଲା ଭଳିଆ ଲୋକ ଅଛନ୍ତି, କିନ୍ତୁ ବାସ୍ତବ ଚିତ୍ର ଆପଣ ସ୍ୱଚକ୍ଷୁରେ ଦେଖୁଛନ୍ତି। ଆଜି ମଧ୍ୟ ବିସ୍ଫୋରଣ 12 ଘଣ୍ଟାରେ 24 ବିସ୍ଫୋରଣ, 130 ପାକିସ୍ତାନୀ ସୈନ୍ୟଙ୍କର ମାନେ ବଳିଦାନ। ଏଇଭଳିଆ ଭାରତ ଚାହୁଁଛନ୍ତି ତ? ନିଜର ଭବିଷ୍ୟତ ନିଜେ ଏବେଠାରୁ ଚିନ୍ତା କରନ୍ତୁ, ନଇଲେ ସେତେବେଳକୁ ଆଖିରୁ ଲୁହ ପୋଛିବାକୁ ବି ସମୟ ନଥିବ। ଭାରତ ମାତା କି ଜୟ, ବନ୍ଦେ ମାତରମ୍।